ଆପଣମାନେ ଯଦି ସଜନା ଶାଗର ଏହି ରେସିପି ଆଜି ପର୍ଯ୍ୟନ୍ତ ଖାଇନାହାନ୍ତି ତେବେ ନିଶ୍ଚିତ ଥରେ ଏହି ରେସିପି ବନେଇକି ଦେଖନ୍ତୁ। ଆଉ ଡେରି ନ କରିକି ଚାଲନ୍ତୁ ଆଜି ପ୍ରସ୍ତୁତ କରିବା ଓଡ଼ିଶାର ଏକ ପାରମ୍ପରିକ ଖାଦ୍ୟ ସଜନା ଶାଗ କାଞ୍ଜି। ଯଦି ଆପଣଙ୍କୁ ମାତ୍ର 5ରୁ 10 ମିନିଟ୍ ଭିତରେ କିଛି ସ୍ପେଶାଲ ଖାଇବାକୁ ଇଚ୍ଛା ଅଛି ତେବେ ନିହାତି ଭାବରେ ଏହି ସଜନା ଶାଗ କାଞ୍ଜିକୁ ବନାନ୍ତୁ। ଚଟପଟା ଖଟ୍ଟା ଆଉ ରାଗର ଏନ୍ଜୟ ନିଅନ୍ତୁ। ତେବେ ନମସ୍କାର, ପ୍ରୀତିଛନ୍ଦା ହୋମ୍ କିଚେନକୁ ଆପଣଙ୍କୁ ସ୍ୱାଗତ। ତେବେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ଗୋଟେ ସ୍ପେଶାଲ ରେସିପି। ମୁଁ ଆଜି 3 ଜଣଙ୍କ ପାଇଁ ଏହି କାଞ୍ଜି ପ୍ରସ୍ତୁତ କରିବି, ତେଣୁକରି ଗୋଟେ ବିଡ଼ା ମୁଁ ନେଇଯାଇଥିଲି ସଜନା ଶାଗ। ଯଦି ଦେଖିବାକୁ ଯାଏ ତେବେ 2 ମୁଠା ଭଳିଆ ମୁଁ ସଜନା ଶାଗ ନେଇଯାଇଥିଲି। 2 ଚାମଚ ଅରୁଆ ଚାଉଳ, 1 ଚାମଚ ମୁଗ ଡାଲିକୁ ମୁଁ ଭାଜିକି ବତୁରିକି ରଖିଦେଇଥିଲି ଏବଂ ଗୋଟେ କଞ୍ଚା ଲଙ୍କା। ଅରୁଆ ଚାଉଳକୁ ମୁଁ ସେମିତି ଘଣ୍ଟେରୁ 2 ଘଣ୍ଟା ଏମିତି ବତୁରିକି ରଖିନେଇଥିଲି, କିମ୍ବା ଆପଣ ଚାହିଁଲେ ଖୁଦ ମଧ୍ୟ ଏହି ଜାଗାରେ ୟୁଜ୍ କରିପାରିବେ। ତାପରେ ଏହାକୁ ଆମେ କିଛି ଦରଦରା ପେଷ୍ଟ ଟାଇପ୍ର ଏମିତି ବନେଇଦେବା। ପୁରା ଫାଇନ୍ ପେଷ୍ଟ ଆମେ ବନେଇବାନି, ଯେମିତି ହାତକୁ ଆମର ଖଦଡ଼ିଆ ଲାଗୁଥାଏ। ଆପଣମାନେ ଏଇଠି ଦେଖିକି ଜାଣିପାରୁଥିବେ ଏମିତି ଖଦଡ଼ିଆ ହିଁ ରହିବ। ତେଣୁକରି ପଲ୍ସ ମୋଡ଼ରେ ଆପଣ 2 ଥର ଏମିତି ଗ୍ରାଇଣ୍ଡ କରିପାରିବେ। ଏହିପରି ଭାବରେ ମୁଁ ଏହାକୁ ଗ୍ରାଇଣ୍ଡିଙ୍ଗ କରିଦେଇଥିଲି ଏବଂ ସଜନା ଶାଗକୁ ଆମେ କେବେ ବି କାଟିବାନି, ଯାହାଦ୍ୱାରା କି କଇଁଥିଆ ହେଇଯାଇଥାଏ। ତେଣୁକରି ସଜନା ଶାଗକୁ ମୁଁ ବାଛି ନେଇଥିଲି। ଏବେ କ'ଣ କରିବା ନା, ଏହାକୁ ପାଣି ଦେଇକି ସାମାନ୍ୟ ଆମେ ଧୋଇ ନେବା। ତାପରେ କ'ଣ କରିବା, ଆମେ କିଛି ପାତ୍ର ନେବା। ଆପଣ କଡ଼େଇ ହେଉ କି ଡିସ୍ ହେଉ, ଯେଉଁଟାକି ଆପଣମାନେ କମ୍ଫର୍ଟେବୁଲ୍ ହେବେ ସେଇଟା ନେଇପାରିବେ। ତ ସେଇଥିରେ ମୁଁ 2 ଗ୍ଲାସ୍ ଭଳିଆ ପାଣି ଦେଇଥିଲି ଏବଂ ସ୍ୱାଦ ଅନୁସାରେ ଲୁଣ ଦେଇଥିଲି। ଲୁଣ ଆମେ ଷ୍ଟାର୍ଟିଂରୁ ଅଧିକ ଦେବାନି, ଯେହେତୁ ଆଗକୁ ଏଥିରେ ଆମେ ଆମ୍ବୁଲ ଆଡ଼୍ କରିବା। ହାଫ୍ ଚାମଚ ଭଳିଆ ମୁଁ ଦେଇଥିଲି ହଳଦୀ ଏବଂ ଦେଖନ୍ତୁ ମୁଁ 2ଟି ଆମ୍ବୁଲ ଆଡ଼୍ କରିଛି। ଆପଣଙ୍କୁ ଯଦି ଖଟା ଟିକେ ଅଧିକ ପସନ୍ଦ ତ 2ଟା ଦେବେ, ନହେଲେ ନାହିଁ ଯଦି ଖଟା କମ୍ ପସନ୍ଦ 1 ଦେଇପାରିବେ। ଏବେ ଆମେ ମୁଗ ଆଉ ଚାଉଳ ଚୁନାର ଗୁଣ୍ଡ ଦେଇଦେବା। ତ ଏଇଠି ମୋର ଟୋଟାଲ୍ 3 ଚାମଚ ଭଳିଆ ହେଲା ମୁଗ ଆଉ ଚାଉଳ ଚୁନାର ଗୁଣ୍ଡ। ସେ ସବୁକୁ ଆମେ ଆଡ଼୍ କରିନେବା ଏବଂ ଭଲ ଫ୍ଲେଭର ଆସିବା ପାଇଁ କିଛି କଞ୍ଚା ଲଙ୍କା ଆମେମାନେ ଆଡ଼୍ କରିନେବା। କଞ୍ଚା ଲଙ୍କାକୁ କାଟିବାନି, ସେମିତି ଗୋଟା ହିଁ ଆଡ଼୍ କରିଦେବା, ଯାହାଦ୍ୱାରା ବହୁତ ହି ବଢ଼ିଆ ଫ୍ଲେଭର ଆମକୁ ଆମ କାଞ୍ଜିରେ ମିଳିଯିବ। ଏହିପରି ଭାବରେ କିଛି ସମୟ ଆକୁ ଆମେ ଫୁଟାଇବା ପାଇଁ ଛାଡ଼ି ନେବା। ଧ୍ୟାନ ରଖିବା ସେ ପର୍ଯ୍ୟନ୍ତ ଆମେ ଫୁଟାଇବା ଯେପର୍ଯ୍ୟନ୍ତ ଆମର ମୁଗ ଆଉ ଚାଉଳ ଗୁଣ୍ଡଟି ପୁରା ଫିଟି ନ ଯାଇଛି, ମାନେ ଅର୍ଥାତ୍ ଏମିତି ଭାବରେ ବହଳିଆ ନ ହୋଇଯାଇଛି। କମ୍ ସେ କମ୍ ଏଇଟା 5ରୁ 10 ମିନିଟ୍ ଏଇଟା ଟୋଟାଲ୍ ଲାଗିଥାଏ ଏହିପରି ଭାବରେ ଆମର ବହଳିଆ ହେବା ପାଇଁ। ତ 5-10 ମିନିଟ୍ ଯାଏଁ ଆମେମାନେ ଘୋଡ଼େଇକି ଏମିତି ଛାଡ଼ି ନେବା। ତେବେ ଏବେ ଦେଖନ୍ତୁ ଆମର ପୁରା 5ରୁ 10 ମିନିଟ୍ ଏଇଟା ହେଇଗଲାଣି। ଟିକେ ଧ୍ୟାନ ଦେଇକି ଏମିତି ଘାଣ୍ଟୁଥିବେ। ପୁରା ଆମର ଦେଖନ୍ତୁ ଏଇଠି ବହଳିଆ ପୁରା ହୋଇଗଲାଣି। ଆଉ ଗୋଟେ କଥା ମୁଁ ଆପଣମାନଙ୍କ ସାଙ୍ଗରେ ସେୟାର କରିବି, ଆପଣ ଯଦି ମୁଗକୁ ପୁରା ସ୍କିପ୍ କରିଦେବାକୁ ଚାହିଁବେ, ଏହି ଜାଗାରେ ଆପଣମାନେ ଅରୁଆ ପେଜର ମଧ୍ୟ ବ୍ୟବହାର କରିପାରିବେ। 2ଟା ଅପସନ୍ ରଖିବେ। ଆଇଦର ଆପଣ ଅରୁଆ ପେଜର ବ୍ୟବହାର କରିବେ କମ୍ ସେ କମ୍ 1ରୁ 1.5 କପ୍ ଏବଂ ମୁଗ 1 ଚାମଚ। 3ରୁ 4 ଜଣ ଖାଇଲା ଭଳିଆ ଏହି ମେଜରମେଣ୍ଟ ରଖିକି ଆପଣମାନେ ଏହି କାଞ୍ଜି ପ୍ରସ୍ତୁତ କରିପାରିବେ। ପୁରା ଆମର ଫିଟିଗଲା ପରେ ଆମେ ଯେଉଁଟା ଶାଗକୁ ଏମିତି ଧୋଇକି ରଖିଥିଲେ ସେ ଶାଗକୁ ଆମେ ଆଡ଼୍ କରିଦେବା। ଶାଗକୁ ମାତ୍ର 5 ମିନିଟ୍ ଲାଗିବ ଶାଗଟି ପୁରା ସମ୍ପୂର୍ଣ୍ଣ ଭାବେ କାଞ୍ଜି ସହିତ ପୁରା ମିଶିଯିବା ପାଇଁ। ତ ଏମିତି ବାରବାର ଆପଣ ଶାଗକୁ ଏମିତି ଗୋଳେଇ ନେଉଥିବେ, ଯାହାଦ୍ୱାରା କ'ଣ ହେବ ନା, ଆମର ଯେଉଁଟା ଆମର ଯେହେତୁ ବହଳିଆ ହୋଇଗଲାଣି ସେଇଟା ତଳେ ଲାଗିଯାଏ। ତେଣୁକରି ଆବଶ୍ୟକ ହେଲେ ଟିକେ ପାଣି ଦେବେ ଏବଂ ଗୋଳେଇକି ରଖୁଥିବେ। ମାତ୍ର 3-4 ମିନିଟ୍ କି ହାର୍ଡ଼ଲି 5 ମିନିଟ୍ ଲାଗିବ, ଆଉ ଆମର ଶାଗ ପୁରା ନରମ ହେଇଯିବ। ଆପଣମାନେ ଯଦି ଚାହିଁବେ, ବହୁତ ଖଟା ହେଇଗଲାଣି, ଆପଣମାନେ ଚାଖିକି ମଧ୍ୟ ଟେଷ୍ଟ ନେଇପାରିବେ। ଯଦି ବହୁତ ଖଟା ହେଇଯାଇଥିବ ତ 1 ଆମ୍ବୁଲ ଆପଣମାନେ ଚାହିଁଲେ କାଢ଼ି ନେବେ। ଫାଙ୍କା ରଖିକି ମୁଁ 4-5 ମିନିଟ୍ ଏମିତି ଫୁଟେଇ ନେଇଥିଲି। ଆଉ ଏବେ ଆମର ପୁରା ପ୍ରସ୍ତୁତ ହେଇଗଲାଣି। ପୁରା ଶାଗର କଲର୍ ଆପଣମାନେ ଦେଖନ୍ତୁ ପୁରା ଚେଞ୍ଜ ହେଇଗଲାଣି। এই ଷ୍ଟେଜ୍ରେ ଆପଣ ଯଦି ଚାହିଁବେ ଏତିକି ବହଳିଆ ରଖିବା ପାଇଁ ତ ଏତିକି ବହଳିଆ ରଖିବେ, ନହେଲେ ନାହିଁ ଆପଣ ଟିକେ ପତଳା ଯଦି ଚାହୁଁଛନ୍ତି ପାଣି ମଧ୍ୟ ଦେଇପାରିବେ 1 କପ୍ ଭଳିଆ। ଆମେ ଏହାକୁ ଏବେ ସାଇଡ଼୍ କରିନେବା। ସବୁଠୁ ସ୍ପେଶାଲ୍ ହେଉଛି ଛୁଙ୍କ ପ୍ରସ୍ତୁତ କରିବା। ସୋରିଷ ତେଲର ଛୁଙ୍କଟା ବହୁତ ବଢ଼ିଆ ଲାଗେ। କିଛି ଶୁଖିଲା ଲଙ୍କା ନେଇଯିବା। ଶୁଖିଲା ଲଙ୍କା ହାଲକା ଭାଜି ସାରିଲା ପରେ ସେଥିରେ ଆମେ 5 ଫୁଟଣ ପକାଇବା। 5 ଫୁଟଣ ନିହାତି ପକାଇବେ। ଯଦି ଆପଣ ଚାହିଁବେ ଖାଲି ସୋରିଷର ଫୁଟଣ ମଧ୍ୟ ଦେଇପାରିବେ। 8ରୁ 10 କୋଲା ଛେଚା ରସୁଣ ମୁଁ ମଧ୍ୟ ଏଥିରେ ଆଡ଼୍ କରିଦେଇଥିଲି। ଛେଚା ରସୁଣ ଆଡ଼୍ କରିସାରିଲା ପରେ ତୁରନ୍ତ ଆମେମାନେ ଭୃସଙ୍ଗ ପତ୍ର ଦେଇଦେବା। ଛୁଙ୍କ ଆମର ରେଡ଼ି ହେଇଗଲା ଏବଂ ସାଙ୍ଗେ ସାଙ୍ଗେ ଆମେ କ'ଣ କରିବା ନା, ଫୁଟୁଥିବା ଆମର ସେ ଯେଉଁ ଶାଗ କାଞ୍ଜିରେ ଆଡ଼୍ କରିନେବା। ସାମାନ୍ୟ ଟିକେ ଗୋଳେଇ ନେବା ଏବଂ କ'ଣ କରିବା ନା, ଏହାକୁ କିଛି ମିନିଟ୍ ଯାଏଁ 3-4 ମିନିଟ୍ ଯାଏଁ ଘୋଡ଼େଇକି ଗ୍ୟାସ୍ ବନ୍ଦ କରିକି ରଖିଦେବା। ବହୁତ ବଢ଼ିଆ ଆମର ଛୁଙ୍କର ଯେଉଁ ସ୍ମେଲ୍ଟା ଏଇଟା ଆବଜର୍ଭ କରିଥାଏ। ତ ରେଡ଼ି ହେଇଗଲା ଆମର ସଜନା ଶାଗର କାଞ୍ଜି। ବହୁତ ବଢ଼ିଆ ଲାଗେ ଏହି କାଞ୍ଜି। ତ ନିହାତି ଥରେ ଟ୍ରାଏ କରନ୍ତୁ। ଆଶା କରୁଛି ଆଜିର ରେସିପି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥିବ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଫେସବୁକ୍ରେ ଦେଖୁଥିଲେ ଫଲୋ କରିବାକୁ ଅନୁରୋଧ। ତେବେ ରହିଲି, ପୁଣି ଦେଖା ହେବା ନୂଆ ରେସିପିରେ। ଜୟ ଜଗନ୍ନାଥ।